ଆସନ୍ତି ନି ଏମିତି ଭୁଲ କରିବାକୁ ଏଲୋ ଆରେ ତମେ ତ ମୋ ମକୁଳିକୁ ଚାକରାଣୀ ବୋଲି କହିପାରୁଛ। ଚାକରାଣୀକୁ ଚାକରାଣୀ ନ କହି ଆପଣ ରାଜାରାଣୀ କହିବି। ଚାକରାଣୀକୁ ଚାକରାଣୀ କହିବିନି ଆଉ କଣ ମାଲିକାଣୀ କହିବି। ଆମେ ଶୁଣ ଚାକରାଣୀକୁ ଆଜି ମାଲିକାଣୀ ଏମିତି ଶାସ୍ତି ଦେବ ଜୀବନ ସାରା ମନେ ରଖିବୁ। ଯାହା କରିଛନ୍ତି ଠିକ କରିଛନ୍ତି ଦଣ୍ଡ ପାଇବା ଉଚିତ। ମୁଁ ଜାଣିବାକୁ ଚାହେଁ ତ ଖୁଡିର ଅପରାଧ କଣ? ସେ କଥାଟା ଖୁଡିଙ୍କୁ ପଚାର ଜାଣିଯିବ। ସେ କଥାଟା ମୁଁ ତୋ ମୁହଁରୁ ଶୁଣିବାକୁ ଚାହେଁ। ଉତ୍ତରଟା ସିଏ ଦେଇପାରିବେନି। ଶୁଣ ଉତ୍ତରଟା ମୁଁ ଦଉଛି। ମୋ ଶାଢୀର ଦାମ 10,000 ଟଙ୍କା। ଆଉ ସେ ମୋ ଶାଢୀ ତାକୁ ପୋଡ଼ି ଦେଇଛନ୍ତି। ବୋଉମା ଆମର ଯୋଉ ଶାଢୀ ଧରିବ ପାଇଁ ତମେ ତମ ଖୁଡିକୁ ଆଜି ପୋଡ଼ି ପାରିଲ। ସାମାନ୍ୟ ଶାଢୀ ଆଉ ମହାଭାରତର ବେଲାବେଶର କରି ତୁ ଏଠି ଦେଖୁଛୁ। ଆଉ କଣ ଖୁଡି କରିଥିବା ଭୁଲକୁ ଘଣ୍ଟ ଘୋଡେଇ ତାଳି ମାରି ତାରିଫ କରି କହିଥାନ୍ତି। ଯାହା କରିଛନ୍ତି ଠିକ। ହ୍ୟାଲୋ ଆଜି ଶିକାର ବାର୍ତ୍ତାରେ ସେଇଟା ଆଗ୍ରହ ମୁଁ ତା ପାଇଁ ଗୋଟିଏ ଶାଢୀ ନେଇ ଆସିଲି। ଖୁଡି ସେ ଶାଢୀକୁ ଅଙ୍ଗାର କରିଦେଇଛନ୍ତି। ଶିକାକୁ ଫେରେଇ ଦେଇ ପାରିବେ ସେ ଶାଢୀ ଖୁଡି? ମୁଁ ସେଇ ପ୍ରଶ୍ନ ଯଦି ତତେ ପଚାରେ ଯୋଉ ଖୁଡି ତତେ ମଣିଷ କରିବାକୁ ଯାଇ ନିଜେ ବଳି ପଡିଗଲା। ତୋରି ମୁହଁରେ ଆହାର ଦେବାକୁ ନିଜ ପେଟକୁ ଭୋକିଲା ରଖିପାରିଲା। ହିସାବ କରି ତୁ ଖେଳେଇ ଦେଇପାରିବୁ? ହଁ ହଁ ହିସାବ। ପିଲାଦିନୁ ଆଜି ଯାଏଁ ଦେଇଥିବା ସ୍ନେହ ମମତାର ହିସାବ। ସତ୍ୟବାନ ମହାପାତ୍ରର ଲୁହ ଦହୁର ହିସାବ। ପରଦଗାମୀର ହିସାବ। ତୋ ପାଇଁ ରାତାରାତି ଉଜାଗର ରହି ତୋ ପେଟକୁ ଆହାର ଦେଇପାରୁଥିବା ମଣିଷଟାର କର୍ତ୍ତବ୍ୟର ହିସାବ ତୁ ଦେଇପାରିବୁ? ଏଇ ତମକୁ ମୋର ତମେ ମତେ ରାଣ ନିୟମ ଶିଙ୍ଖୁଳିରେ ବାନ୍ଧି ଦେଇପାରିବନି ସାବିତ୍ରୀ। ପାଟି ଖୋଲିଛି ମାନେ ମୁଁ ଆଜି କହିବି ୟାରି ପାଇଁ ମୁଁ ଦୁଃଖର ଲୁହକୁ ଆଞ୍ଜୁଳା କରି ପିଇ ସାରିଛି। ୟାରି ପାଇଁ ମୋ ଆଲୋକକୁ ମୁଁ ବେକାର କରିଛି। ସବୁ ଦୁଃଖକୁ ଛାତି ଚିପେରେ ଚାପି ରଖି ଅପେକ୍ଷା କରିଥିଲି। ମୋ ଆଲୋକ ଦିନେ ବଡ଼ ଅଫିସର ହବ। ମୋର ସବୁ ଦୁଃଖକୁ ତା ପାଖ ଗଙ୍ଗାରେ ଧୋଇଦବ। ହେଲେ ଆଜି ଜାଣୁଛି ସେ ଗଙ୍ଗାର ପାଣି ଅପବିତ୍ର ହେଇଯାଇଛି। ଜନ୍ମରେ ଗ୍ରହଣ ଲାଗି ତାକୁ ଗ୍ରାସ କରି ସାରିଛି। ଆଉ ସେଇଟା ଗୋଟେ ଅପଦାର୍ଥ ପାଲଟି ଯାଇଛି। ସେଥିପାଇଁକା ଏମାନଙ୍କୁ କିଛି
କରିବ କଣ କହିଲ ତମେ ମତେ କଣ୍ଟିଆ ମାରିବ ଆବଶ୍ୟକ ପଡ଼ିଲେ ସେଇଆ କରିବ ଆବଶ୍ୟକ ପଡ଼ିଲେ ଠିକ୍ ସେୟା କରିବି। ଶୁଣୁଛୁ ଆଲୋ ବୋହୁ ମା କଣ କହୁଛନ୍ତି ମୋର କାନ ଅଛି ମୋର କାନ ମୁଁ ବଧିର ନୁହେଁ। ଆଜି ଯାଏ ତମେ ଦି ଜଣ ମୋ ରୋଜଗାର ତୋଳି ରୋଜଗାରରେ ଚଳି ଆସିଛ କିନ୍ତୁ ଆଉ ନୁହଁ। ଆଜିକାଲି ତମେ ତା ରାସ୍ତା ଦେଖ ଆଜିଠାରୁ ତମେ ତମ ରାସ୍ତା ଦେଖ। ଏଲୋ ଏ ବସଇ ଆମେ କୋରେ ଆରେ ରହିବୁ କୋଉଠି ଖାଇବୁ କଣ ବାହାରେ ଯାଇ ବାସନ ମାଜିବ। ତମ ସ୍ୱାମୀ କି ରୋଜଗାର କରି ବସିବ ଆଉ ବାହାରେ ଯଦି ଯାଇ ବାସନ ମାଜିବା ପାଇଁ କଷ୍ଟ ହବ ତାହେଲେ ବେଶ୍ୟାଗିରି କରିବ। ଶୁଣ ଏ ଶିକ୍ଷା ହଉଛି ଗୋଟେ ଜଳନ୍ତା ନିଆଁ। ତା ଦେହରେ ହାତ ଦେଲେ ତମେ ଜଳି ପୋଡ଼ି ପାଉଁଶ ହେଇଯିବ। ଲାଗିଥିଲ ପାଉଣା ପାଇବ ଆଉରା ବି ପାଇଗଲ ଆଉ ପିଆଲ କାହିଁକି କଣ ବାସି ତଳେ ବୋଧେ ପିଇବ ପାଇଁ କଣ ଠିକ କହିଛ ସାବିତ୍ରୀ ଦିନ ମଜୁରୀ ଦିନ ମଜୁରିଆଟା ଏଟା ବାବୁଙ୍କର କାମ କରିଥିଲା ହେଲେ ପାଉଣାଟା ବାବୁଥିଲା ଆଜି ମିଳିବ ଆଜି ଆଜି ମିଳିବ ମିଳିଗଲା ସାବିତ୍ରୀ ବସି ଖାଇଲେ ବି ଜମା ସରିବ ପାଉଣାଟା ଏତେ ଦେ ଦିନ ରାତି ବସି ଖାଇଲେ ସାରିବନି ମାଳି ସାଜି ବଗିଚାରେ ଗଛଟିଏ ଲଗେଇଛି ଅତି ଯତ୍ନରେ ତା ମୂଳେ ପାଣି ଦେଇ ବଢେଇଛି ଗଛ ବଡ଼ ହବ ଗଛ ବଡ଼ ହବ ତା ମୂଳେ ଟିକେ ଆଶ୍ରା ନେବି ଗଛ ବଡ଼ ହେଲା ଫୁଲ ଫଳରେ ବି ପୂର୍ଣ୍ଣ ହେଲା ଖାଇ ବି ଦେଲା ଆଉ ଖାଇବି ଦେଲା ହେଲେ ସେ ଗଛର ହେଲେ ସେ ଗଛର ଛାଇ ଛାଇ ଚାଲ ଆମେ ଏଠୁ ଆଜି ପଳେଇବା ଚାଲ ରୁହ। ପିଲାଟି ଦିନରୁ ତମେ ମୋ ସ୍ୱାମୀ ପାଇଁ ଅନେକ କିଛି କରିଛ। ସେଥିପାଇଁ ଆମର ବି ତମ ପାଖରେ କିଛି କର୍ତ୍ତବ୍ୟ ଅଛି। ଆଲୋ ସେମାନଙ୍କୁ କିଛି ଟଙ୍କା ଦେଇଦିଅ କମ ସେ କମ କିଛି ଦିନ ତ ଚଳିଯିବେ। ଏଇ ନିଅ 1000 ଟଙ୍କା ଏଇ ନିଅ 1000 ଟଙ୍କା। मरी जाइछु ताले सेई टंकारे 5 जण लेखाए ब्राह्मण कोई दबु 500 मोर ଆଉ 500 ଏଇ ଚାକରାଣୀର Thank you.
तू तोर बाहर मीटिंग थिला तू तू जा शीघ्र बाड़ी की खाई देई की पळेलु मोर तेरे राकेश्वर पहुंचीबारे लेट हेला ଭାଇ ମୁଁ ସେଇ ବାଟ ଦେଇ ଆସିଲି ଆଉ ବରଯାତ୍ରୀ ଆସିବା ଲେଟ୍ ହବ ତେଣୁ ମୁଁ ଆଗ ଖାଇଦଉଛି ତୁ ପରେ ଖାଇଦେବୁ ओ मोर भला तू जेती कहूचु एखाने तो बड़ बड़िया लोक केते लेट हेले केते तो कोन कथा ने खाई दे ସବୁଦିନ ତୁ ଆଗ ଖାଉ ସବୁ ଦିନେ ଖାଇବା ବେଳ ତୋର ଅଧା ତ ମୋର ଅଧା ଆଜି କଣ ତୁ ସବୁ ଏକା ଏକା ଖାଇ ଯାଉଛୁ ସବୁଦିନ ତୁ ଆଗ ଖାଉ ଭାଇ ସବୁଦିନ ତୁ ଆଗ ଖାଉ ସବୁଦିନେ ତୁ ଆଗ ଖାଉ ତୋଇଟା ମୁଁ ଖାଏ ଆଉ ତୋଇଟା ମୁଁ ଖାଏ ଆଜି ମୁଁ ଆଗ ଖାଇଛି ଆଉ ତୋ ମୋଇଟା ତୁ ଖାଇଲେ ମୋର ପାପ ହବନି ଯେ ଭାଇ ମନେ କରି ଗାମୁଛାଟା ଦେବୁ ଭାଇ ମନେ କରି ଗାମୁଛାଟା ଦେବୁ ଭାଇ ମନେ କରି ଭାଇ ମନେ କରି ମତେ ଗାମୁଛା ମନେ କରି ମତେ ଏଇ ଗାମୁଛାଟା ଦେବୁ ତୋର କଣ ହବ ମୁଁ ଶୋଇଲା ବେଳେ ମୋ ଉପରେ ଘୋଡେଇ ଦେବୁ ଭାଇ ତୁ ତ ଜାଣିଛୁ ମୁଁ ଶୋଇଲା ବେଳେ ଭାଇ ଭୟ କରେ ଗାମୁଛାଟା ଘୋଡ଼ି ଯାଇଥିଲେ ଏଇ ଗାମୁଛାଟା ଘୋଡି ହେଇଥିଲେ ମୁଁ ଭାବିବି ମୋ ଭାଇ ମୋ ପାଖେ ପାଖେ ଅନ୍ୟ ହଉ ହେଲା ଭାଇ ମୁଁ ଯଦି ତୋ ଆଗରୁ ମରିଯାଏ ତୁ କାନ୍ଦିବୁ ନା ରେ ତୁ ସେ ଅମଙ୍ଗଳ କଥା ତୁଣ୍ଡରେ ଧର ମୁଁ ଭଗବାନଙ୍କୁ ଡାକୁଛି ତୋରି କାନ୍ଧରେ ମୁଁ ମଶାଣି ତୁ ସେ ଅମଙ୍ଗଳ କଥା ତୁଣ୍ଡରେ ଧର ନାହିଁ ଭାଇ ଦୀପରୁ ତେଲ ସରି ସରି ଆସିଲାଣି ଭାଇ ଆଉ ଲିଭିବାକୁ ଅଳ୍ପ ସମୟ ବାକି ଅଛି କିରେ ତୋର କଣ ହେଇଛି ତୁ ଏମିତି ପିଲାଙ୍କ ଭଳି କାନ୍ଦୁଛୁ କାହିଁକି ଭାଇ ମୁଁ ଆଉ ବଞ୍ଚିବିନି ରେ ଭାଇ ମୋ ଛାତି କଣ ହେଇଯାଉଛି ତୋର କଣ ହେଲା ଭାଇକୁ ବାରିବା ପାଇଁ ବିଷ ମିଶେଇଥିଲୁ ଖାଦ୍ୟରେ ମୁଁ ତାହା ଲୁଚି କରି ଦେଖି ସାରିଥିଲ ଆଉ ସେ ବିଷକୁ ଖାଦ୍ୟରେ ଖାଇ ଦେଇଥିଲ ମୋର ଗୋଟିଏ କଥା ଅନୁରୋଧ ରଖିବୁ ମୋ
आओ को ଶେଷରେ ନିଜର ସ୍ୱାର୍ଥ ପାଇଁ ତମେ ମୋ ପୁଅକୁ ମାରିଦେଲେ। ସମାଜର ପ୍ରତ୍ୟେକ ସମସ୍ତ ମା ମାନଙ୍କୁ ମୁଁ ବୁଝେଇଦେଲି। ଅଧିକ ଭଲ ପାଅ ନିଜ ପୁଅର ସୁଖ ପାଇଁ ସାବତ ପୁଅକୁ ଦୁଃଖ ଦାୟକୁ ଠେଲି ଦିଆନି ତାର ପଢାଇ ଏମିତି ହବ ସେମିତି ମୋ ପୁଅକୁ ଆଣି ମୁଁ କାନ୍ଦୁଛି। ମୁଁ ଏଥର ବିଧବାନା
Really, very fantastic. Come on, my heart, come on. हेलो तमे मते देखि एठी तमे आश्चर्य होई जाउथबो मु एठी की आसिली केमिति आजि तमर असल रूपडा पदारे पड़ी जाईछि भाई भौणी संपर्कर मिछ बहाना करी तमे मो सहित प्रतारणा करिछ प्रतारणा तमरी चक्रांत चक्रव्यूहरे मु मो परिवार को भांगी देछि तमे जदि मो सहित छलना करि पाइलो मु तमको छाड़िबिनी तमरी भଳି गोटे प्रस्टिट्यूटर काजी एठी तंटी जी विशेष करि देली अभी किया हुआ सुनो आगे चलो तमसो मोर कौनसी संपर्क नहीं हाँ तुमको मु मारी पारी ए जगन भाई कथारे मु तुमको मिछरे बाहा आइछि खाली सते कि रह तब भाई को थाना हाजत को पठेई दिले मो और पीटा होई मोर तम भाई से पास ऊपर तम भाई आकाश को मु ए घरे मिछ प्रमाण करकी ना ए घरु बाहर कर देथि और एटा होची तम भाई मोर द्वितीय उपहार तेरे दिखा बसना तो चले जाओ तुम सो मोर कौनसी संपर्क नहीं सुनो तुम तो क्षेत्र मोर संपर्क नहीं तो ये संस्था करना उचित दरकार है बड़े काम करो ये संस्था तुरंत ये तुम संस्था शीघ्र और जल्दी शीघ्र कब्जा में चले जाओ तमे ठीक करिछ मो परि गोटे नमाकरण देनंतु तमे आज ठीक पुरस्कार देइछ आज मु सर्वसाधारण घोषणा करि दबकु चाहे ए मो भଳି चाकरी ऑफिसर माने निजर स्वच्छ मिलियो पाई बड़ लोक हबार आशा नहीं पाई जदी निजर कुपत्नी कथार पड़ी तमरा माँ बापा भाई भौणी ज्ञाति कुटुंब को गोइठा माइता ताले तम मानकर पुरस्कार हवा निज स्त्री हाथ रुमाल खाइबा
ଅନ୍ୟକୁ ଜାଳିବାରେ ସିଏ ଯେତିକି ଆନନ୍ଦ ପାଇଥାଏ ତାଠାରୁ ବେଶୀ କଷ୍ଟ ପାଇଥାଏ ଏଇ ଜଳି ଯାଉଥିବା ବସ୍ତୁଟା। ଆଉ ସେଇ ଲୋକମାନଙ୍କୁ ଚେତାଇ ଦିଏ ନିଆଁ ଠାରୁ ଦୂରେଇ ରୁହ। ଆସୁଛି ଭାଇ। सुखीला उपदेश तमे एथर खुशी तो जगन भाई या ढालो दुरे रुह कामासे कोकिया गली जाउची बाबा तू आलो ओ मु ए सब दुष्ट को देखु दिमाग को ढालो दुरे रुह तमे तमे से एक कथा कोन कहछ दुरे रहउची मोरी सामने तू देखले आलो तू मारामारी शंका सिंहर भांगिदेलु काली आउ तार संसार भांगिदेबु तार किछि ग्यारंटी अछि तमे कोन कहू चाहू जगन भाई मु कोटे बेस्या मु कोटे गुण करती सुनो ऐसे कमाई भाई तम बिजनेस भाई अरे समाज आगे बेस्या परिचय पाउची केवल कमाई भाई तम करा करा भाई बस ओ कहिलो कोथुइली एतो जा पवित्र रंगारे उड़ाई निजो देहरे जीवा कलंगरे को धोई दे अरे जा जाउलो जीवित निश्चय किंतु तमर से कला करो आलो भागे मु निश्चय कहबी जो कला करो पेपर मो पाखे रे अछि हां मु निश्चय आलो भागे कहबी तमे मते मारी दबा ପାଇଁ क्षमा करो अब मुरे सिखावला ए जगन बलिया सिंह एबे काको मिशनर धमक दिए से केवल कामरे करी देखाई दिए मल्ले तो कांधरे तू मो दुईरे निया दबु ସେମିତି ମାରିଦେବି ତମେ ମତେ ଜୀବନ ଛାଡା ଯେତେ ସାହାଯ୍ୟ କରିଛ ମୁଁ କଣ ତମକୁ ସେମିତି ମାରିଦେବି ପକେଇ ଆସିବ ରାମ ନାମ ସତ୍ୟ ଶବ୍ଦରେ ଏ ରଙ୍ଗମହଲ ଫାଟି ଉଠିବ ତାପରେ ତମକୁ ସିନା ମାରିଲେ ତମେ ମୁକ୍ତି ପାଇବ
ଆସିବ କହି 3 ଦିନ ହେଇଗଲାଣି। ତମେ ମତେ ଖାଲି ବନେଇ ଏଇ ମୋ ପାଖକୁ କଣ ତାକୁ ଦେଖିଲେ ମୋ ଜନ ଭଲ ହୋଇଯିବ। କିଛି ଶୁଣିବିନି। ତମେ ଆଜି ମୋ ଆକାଶକୁ ଦେଖିକି ଆଣ। ମୋ ଆକାଶକୁ ଦେଖିବି। ମୋ ଜୀବନର ଶେଷ ଗୋଟି ପ୍ରତି ଦେଖିବି ବୋଲି ମୁଁ କେବେ ବି ଆଶା କରିନଥିଲି। ଏଇ ମୋ ଆଲୋକକୁ ତମେ କ୍ଷମା କରିଦବ। ସେ ଯାହା ଭୁଲ କରିଛି ଭାବି ତାକୁ କ୍ଷମା କରିଦବ।
ଗୋଟେ ଷ୍ଟେସନ ଆସ ଖାଲି ଘରୁଟିଏ ତମର ଏଇ ଲାବଣ୍ୟବତୀ ଦେହ ସହିତ ଖେଳ ଖେଳି ସାରିବା ପରେ ମୁଁ ଶୋଷଣ କଲେ ଛାଡ଼ିଦେବି ଭାଙ୍ଗି ଯାଇଥିଲେ ଗଢ଼େଇ ଦେବି ହଜି ଯାଇଥିଲେ ଖୋଜି ଆଉ ବେହେଲ ମହାନଗରରେ ବାଘକୁ ଭୋଗିଲା କରି ଦେଇଛୁ ଆଉ ଯଦି ନାଟକର କ୍ଲାଇମାକ୍ସରେ ବାଘଠାରୁ ଶିକାର ଛଡ଼େଇ ନେବାକୁ ଚେଷ୍ଟା କରୁ ତୁ ନିଜେ ବାଘର ଶିକାର ହେଇଛୁ ତଥାପି ଦୁଃଖ କରିବିନି ମରିବା ପୂର୍ବରୁ ଗୋଟିଏ ବେସାହାରା ତା ପେଟରେ ବଢୁଥିବା ଛୁଆକୁ ତ ବଞ୍ଚେଇ ଦେଇପାରିବି ଏ ସ୍ତ୍ରୀ ଲୋକଟା ଯଦି ତମ ଭଉଣୀ ହେଇଥାନ୍ତା ତମ ନିଜ ମା ହେଇଥାନ୍ତା ତମେ କଣ ଏ ମାନସିକ କାର୍ଯ୍ୟ କରିପାରିଥାନ୍ତ ସକାଳୁ ମରି ଆସିଲା ଏଇ ମା ଭଉଣୀ ନାହାନ୍ତି ମୋ ତରକାରୀ ଫିଲ୍ଫିଲ୍ ହେବା ପର୍ଯ୍ୟନ୍ତ ମୋ ଶ୍ରାବଣକୁ ଛାଡ଼ିବେନି ମନେ ରଖ ଭାଇ ଶ୍ରାବଣୀ ଅପାର କିଛି କ୍ଷତି ହେବା ପୂର୍ବରୁ ପ୍ରଥମ ଶିକାର ହେବ ତମ ଭାଇ ଚନ୍ଦନ ତୁ ଯା ଶ୍ରାବଣୀ ଅପା ଏଠୁ ଚାଲି ଯା दर्शक मान मुह बंद हो अरे लगा लगा तो कहीं नहीं आस सज है बाकी रहा सब तम हत्या यज्ञर पूर्णाहुति कर तम शव सजाई तम कोकईरे पठाई दियो तमरी कंधर मु मरिबा को चाहे तमरी कंधर मरी मो मसाणी को मजाई मुक्त हेबा को चाहे आजो मारो मारो मते मरी दियो हां मु तते मारी देबी तू मो जीवन रो सबठारो बड़ कंटा आज से कंटा को मु मो निज हाथ रे गुरेई देबी भांगी जाइथिले गढ़ेई देबी हजी जाइथिले खोजी आनिबी आउ बेईमान गले मो बड़ा तते मो पुअडारो अधिका भलो पाए मो तते मो निज हातरे मारी पारी दांती तो बता न माने मु जो अपकर्म करती नहीं भाई जेल सरी सरी मरिबा अपेक्षा तोरी कांदरे मशाणी को गले मु मुक्ति पाई जीवी तू मो मुहरे टिके निया दबो आज मु घोषणा करुची नारी जननी जन्म भविष्य स्वर्गादपि गरी अछि नारी को असम्मान कले मो परी हबो भांगी जाइते खोजी आनिबी श्रावणी कोठी ओ भाई को पाखर उद्धार करी श्रावणी बाबा को घर को पठाई देइछि हेले जग
मुझे क्षमा कर दो नहले भगवान मुझे क्षमा ବରଂ ତମେ ମୋତେ କ୍ଷମା କରିଦିଅ। ମୁଁ ଯୋଉ ସ୍ୱାମୀ ଦେଢ଼ଶୁର ଦିଅର ବର କରି ପାପ କରିଲି ଅନ୍ତତଃ ସେ ପାପରୁ ମୋତେ ମୁକ୍ତି ମିଳିଯିବ। ମୁଁ ବିଷ ପିଇ ଦେଇ ମୋର ଶେଷ ସମୟରେ ମୋର ଗୋଟାଏ ଅନୁରୋଧ ରଖିବ। ମୋ ପୁଅର ଯତ୍ନ ଠିକରେ ନବ। ଦେବକୁ ମୁଁ ଆଉ କଣ କହିବି? ତମେ ତ ହେଉଛ ମୋ ପାଇଁ ସାକ୍ଷାତ ଦେବତା। ଦିନେ ତମେ ମୋତେ ମରଣ ବଞ୍ଚି ନୂଆ ଜୀବନ ଦେଇଥିଲ। ଆଜି ଶେଷ ସମୟରେ ତମେ ମୋ ଆଗରେ ଠିଆ ମୋ ସ୍ୱର୍ଗଯାତ୍ରା ମୋତେ ଟିକେ ଖାଲି ଆଶୀର୍ବାଦ ମୋ ସ୍ୱର୍ଗଯାତ୍ରା ଯେମିତି ସୁଖମୟ ନାହିଁ। ତମେ କେବଳ ସମସ୍ତେ ମୋତେ ଆଶୀର୍ବାଦ हरे कृष्ण हरे 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 राम राम राम। আজি आपण माने विशेष भाव बोधरे ये नाटक ये विराट मंच आपण माने जड़े गाँव गोटे अधिवासी हिसाब से मुझा उपलब्ध कर छोट काटिया कलाकार हिसाब से मुझा उपलब्ध कर प्रथम थर पे विराट मंच आम स्थानीय कलाकार माने जो भाव आपण मानक अभिनय प्रदर्शन कर विशेष धन्यवाद कारण आज अभिनय मु समस्त को आपण दर्शक मध्य समस्त पचार करी आपण मैंने राति सारा देखुं कौन उपलब्धि कर कौन सी व्यक्ति गोटे नास्तिक कथा ना कथा उठेनि समस्त कहले आज्ञा एमती गोटे नाटक एड़े बड़ मंच जो कलाकार मान प्रदर्शन तेणुक आशा भाव दर्शक श्रोता मान शुणी मत बड़ आनंद लगे समस्त कार्यक्रम केमती सफल ये प्रस्ताव सफल केवल जनक द्वारा सफल ये नाटक जो मैंने अभिनय कर
ଯେଉଁମାନେ ସହଯୋଗ କରୁଛନ୍ତି, ଯେଉଁମାନେ ପରିଚାଳନା କରୁଛନ୍ତି, ଯେଉଁମାନେ ଗ୍ରାମବାସୀର ସମ୍ପୂର୍ଣ୍ଣ ପରିଶ୍ରମରେ ନାଟକ ପଳାଇଛି, ବିଶେଷ ଭାବରେ ଯେଉଁମାନେ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି ଆଉ ନିର୍ଦ୍ଦେଶକ ହିସାବରେ ଗୁଡ଼ାଏ ନାଟକ କରିଛନ୍ତି, ନିର୍ଦ୍ଦେଶନା ଦେଇଛନ୍ତି, ତାଙ୍କୁ ମୁଁ ବିଶେଷ ଧନ୍ୟବାଦ ଦେଉଛି। ଏବଂ ଖାଲି ସେତିକି ନାହିଁ, କୌଣସି ଗୋଟିଏ କାର୍ଯ୍ୟକ୍ରମ ସଫଳ ହେବା କାରଣ ଏ ମଞ୍ଚ ଏଇଭଳି ମଞ୍ଚ ମୁଁ ପ୍ରଥମ ଥର ଏଇ ଗାଁରେ ଦେଖିଛି। ଏଥିରେ ବିଭିନ୍ନ ପ୍ରକାର ବ୍ୟକ୍ତି ଏବଂ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମରେ ସହଯୋଗ କରିବା ବ୍ୟକ୍ତିମାନେ ବହୁତ ପରିଶ୍ରମ କରିଛନ୍ତି, ନହେଲେ ଏଇଭଳି ସଫଳତା এই গাঁর সর্বসাধারণ এবং এମାନେ ଯେଉଁମାନେ ଭୂମିକାରେ ଅଂଶଗ୍ରହଣ କରୁଛନ୍ତି ସେମାନେ ଏବଂ ଏଇ କ'ଣ ବୁଝିଲେ କିଭଳି ଭାବରେ ତାକୁ ବ୍ୟବହାର ହେଇଛି ଏବଂ ତାର ନିର୍ଦ୍ଦେଶ କ'ଣ এই ଦୃଷ୍ଟିରୁ ଏ ନାଟକରେ ଯାହା ଆପଣମାନେ ସ୍ୱୀକାର କରୁଥିବେ, ଯଦି ତାକୁ ନିଜର କାର୍ଯ୍ୟରେ ବ୍ୟବହାର କରିବେ ତାହେଲେ ଏ ସଫଳତାର ଶ୍ରେୟ ଆପଣମାନେ ପାଉଛନ୍ତି। ପାଇଁ ହେଇଛି ଏବଂ ତାଙ୍କର ଆଶୀର୍ବାଦ ତାଙ୍କ କୃପା ସମସ୍ତଙ୍କ ପାଖରେ ଅଛି। ଆଜିର ଏ ସଫଳତା ତାର ସୂଚନା ଦଉଛି। ଗାଁର ସହଯୋଗ ଏସବୁ ସତ୍ତ୍ୱେ ବିଭିନ୍ନ ଝଡ଼ ଝଞ୍ଜା ଉପୁଜିଥିଲା। ସେଇ ଝଡ଼ ଝଞ୍ଜାକୁ ଖାତିର ନ କରି ଆମର ଜିତୁ ବାବୁ, ଚିଙ୍କୁ ବାବୁ ଏବଂ ଆମର ବାଇଲି ବାବୁ ସବୁକୁ ଭ୍ରୂକ୍ଷେପ ନ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସେମାନଙ୍କୁ ମୁଁ ବହୁତ ଧନ୍ୟବାଦ ଦେଉଛି। ଜୟ ଜୟ ମାତା।